ଖ୍ରୀଷ୍ଟଙ୍କ ସେବାରେ ଗଜପତି ଜିଲ୍ଲାର ଈଶ୍ୱରଙ୍କର ମନୋନୀତ ସାଧୁ ଧାର୍ମିକ ପୁଣି ଈଶ୍ୱରଙ୍କର ଦାସ ଦାସୀ ସେବକ ସେବିକା ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର ଜ୍ଞାପନ କରେ। ମୁଁ ପ୍ରଣୟ ରଞ୍ଜନ ପାଣି ଗୁମା ଗ୍ରାମର ଦୀର୍ଘ ଅନେକ ବର୍ଷ ଧରି ତାମିଲନାଡୁ ରାଜ୍ୟର ଭେଲୁର ସହରରେ ରହି ବିଜାତି ମାନଙ୍କ ନିକଟରେ ଈଶ୍ୱରଙ୍କର ସୁସମାଚାର ପ୍ରଚାର କାର୍ଯ୍ୟ କରିବା ମାନେ ଆସୁଅଛୁ ମୁଁ ଏବଂ ମୋ ପରିବାର। ତେଣୁ ଆଜି ଗଜପତି ତାରକା ସମୂହ ହ୍ୱାଟ୍ସଆପ୍ ଗ୍ରୁପ ପ୍ରସ୍ତୁତ କରିବା ପାଇଁ ଈଶ୍ୱର ମୋ ମନରେ ଗୋଟେ ଇଚ୍ଛା ସୃଷ୍ଟି କଲେ। ତେଣୁ ଗଜପତି ତାରକା ସମୂହ ହ୍ୱାଟ୍ସଆପ୍ ଗ୍ରୁପ ଆଧ୍ୟାତ୍ମିକ ହ୍ୱାଟ୍ସଆପ୍ ଗ୍ରୁପ ପ୍ରସ୍ତୁତ କରିଅଛି। ଯେହେତୁ ଆମଙ୍କର ଗଜପତି ଜିଲ୍ଲା ଓଡ଼ିଶାର ଏକ ସବୁଠାରୁ ଆଶୀର୍ବାଦର ଜିଲ୍ଲା, ଯେହେତୁ ଓଡ଼ିଶା ରାଜ୍ୟରେ ସବୁଠାରୁ ଅଧିକ ସଂଖ୍ୟାରେ ଅର୍ଥାତ୍ ଶତକଡ଼ା ଅନୁସାରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା 38 ଭାଗ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା। ପୁଣି ଓଡ଼ିଶାର ଗଜପତି ଜିଲ୍ଲାରେ ସହସ୍ର ସହସ୍ର ଈଶ୍ୱରଙ୍କର ଦାସ ଦାସୀମାନେ ବସବାସ କରନ୍ତି। ଅର୍ଥାତ୍ ଗଜପତି ଜିଲ୍ଲାରୁ ହିଁ ସହସ୍ର ସହସ୍ର ଈଶ୍ୱରଙ୍କର ଦାସ ଦାସୀ ମନୋନୀତ ସାଧୁ ଧାର୍ମିକ ପୁଣି ଈଶ୍ୱରଙ୍କର ସେବକ ସେବିକା ମାନେ ଆଜି ଭାରତର ବିଭିନ୍ନ ସ୍ଥାନରେ ପୁଣି ପୃଥିବୀର ବିଭିନ୍ନ ସ୍ଥାନରେ ରହି ଈଶ୍ୱରଙ୍କର ସେବା କାର୍ଯ୍ୟ କରି ଆସୁଅଛନ୍ତି। ପୁଣି ଈଶ୍ୱରଙ୍କ ରାଜ୍ୟ ଏବଂ ଧାର୍ମିକତାକୁ ଅନ୍ୱେଷଣ କରି ପୃଥିବୀର କୋଣେ କୋଣେ ଈଶ୍ୱରଙ୍କର ସୁସମାଚାରକୁ ପ୍ରଚାର କରି ଆସୁଅଛନ୍ତି। ତେଣୁ ସେ ଈଶ୍ୱରଙ୍କର ମନୋନୀତ ଦାସ ଦାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ସେମାନଙ୍କର ପରିବାର ନିମନ୍ତେ ପ୍ରାର୍ଥନା କରିବା। ପୁଣି ଆଜି ଈଶ୍ୱରଙ୍କର ସେହି ମନୋନୀତ ଦାସ ଦାସୀମାନେ ଅର୍ଥାତ୍ ସାଇନିଂ ଷ୍ଟାର୍ସ ଅଫ୍ ଗଜପତି ଅର୍ଥାତ୍ ଗଜପତିର ସେ ଉଜ୍ଜଳ ତାରକାମାନେ ଆଜି ଯେଉଁମାନେ ଅନେକ ରୋଗ ସଙ୍କଟ ସମସ୍ୟା ଦୁଃଖ କଷ୍ଟ ପରୀକ୍ଷା ପ୍ରଲୋଭନ ନିନ୍ଦା ତାଳନା ଅପମାନ ଅଭାବ ଅସୁବିଧା ଦେଇ ଗତି କଲେ ମଧ୍ୟ ଅନେକ ପ୍ରକାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କଲେ ସୁଦ୍ଧା ଆଜି ଯେଉଁ ଈଶ୍ୱରଙ୍କର ମନୋନୀତ ଲୋକମାନେ ଦିନରାତି ଦିବାରାତ୍ର ପ୍ରାର୍ଥନାର ସହିତ ପୃଥିବୀର ବିଭିନ୍ନ ସ୍ଥାନରେ ଈଶ୍ୱରଙ୍କର ସୁସମାଚାର ପ୍ରଚାର କାର୍ଯ୍ୟ କରୁଛନ୍ତି, ସେହି ଈଶ୍ୱରଙ୍କର ମନୋନୀତ ବହୁମୂଲ୍ୟ ଦାସ ଦାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ସେମାନଙ୍କର ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା, ପୁଣି ସେମାନଙ୍କର ପରିବାର ନିମନ୍ତେ ପ୍ରାର୍ଥନା କରିବା, ଏହା ହେଉଛି ଆମମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପର ମୁଖ୍ୟ ଉଦ୍ଦେଶ୍ୟ। ଅର୍ଥାତ୍ ଗଜପତି ତାରକା ସମୂହ ହ୍ୱାଟ୍ସଆପ୍ ଆଧ୍ୟାତ୍ମିକ ଗ୍ରୁପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗଜପତି ଜିଲ୍ଲାର ସେହି ଉଜ୍ଜଳ ତାରକା ଅର୍ଥାତ୍ ସାଇନିଂ ଷ୍ଟାର୍ସ ଅର୍ଥାତ୍ ଗଜପତି ଜିଲ୍ଲାର ଈଶ୍ୱରଙ୍କର ମନୋନୀତ ସାଧୁ ପୁଣି ଧାର୍ମିକ ପୁଣି ଈଶ୍ୱରଙ୍କର ସେବକ ସେବିକା ମାନଙ୍କ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା, ସେମାନଙ୍କର ପରିବାର ନିମନ୍ତେ ପ୍ରାର୍ଥନା କରିବା। ପୁଣି ପ୍ରଭୁ ଆମମାନଙ୍କୁ ଯେଉଁ ସେବା ଦେଇଅଛନ୍ତି, ଯେଉଁ ଆଶ୍ଚର୍ଯ୍ୟ କର୍ମ ଦେଇଅଛନ୍ତି ଈଶ୍ୱରଙ୍କର ସୁସମାଚାର ସାକ୍ଷୀ ହେବା ପାଇଁ, ସେହି ସୁସମାଚାର କାର୍ଯ୍ୟ ସକାଶୁ ପ୍ରାର୍ଥନା କରିବା, ଏହା ଆମଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଏହି ହ୍ୱାଟ୍ସଆପ୍ ଗ୍ରୁପରେ ଆପଣମାନେ ରୁହନ୍ତୁ। ପୁଣି ଆପଣମାନେ ଯେଉଁ ଗଜପତିର ଅନେକ ଅନେକ ସାଧୁ ପୁଣି ଧାର୍ମିକ ପୁଣି ଈଶ୍ୱରଙ୍କର ମନୋନୀତ ଲୋକମାନଙ୍କୁ ଜାଣନ୍ତି, ସେମାନଙ୍କର ହ୍ୱାଟ୍ସଆପ୍ ନମ୍ବର ଯଦି ଆପଣଙ୍କର ମୋବାଇଲରେ ଅଛି ତାହେଲେ ସେମାନଙ୍କର ନମ୍ବର ମଧ୍ୟ ଏହି ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡ଼ନ୍ତୁ। ପୁଣି ଆସନ୍ତୁ ଆମମାନେ ମିଳିମିଶି ଈଶ୍ୱରଙ୍କର ସେବା କାର୍ଯ୍ୟ କରିବା, ଆସନ୍ତୁ ଆମମାନେ ମିଳିମିଶି ଈଶ୍ୱରଙ୍କର ରାଜ୍ୟ ଧାର୍ମିକତାକୁ ସ୍ଥାପନ କରିବା, ନିର୍ମାଣ କରିବା। ପ୍ରଭୁ ସଦାପ୍ରଭୁ ଆପଣମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଜୟ ମସିହ।